ଜାନୁଆରୀ 26 ଭାଷଣ 10 ଧାଡ଼ିରେ। 1 ସମ୍ମାନନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଗୁରୁମା ଏବଂ ଏଠାରେ ଉପସ୍ଥିତ ଥିବା ଅତିଥି ବୃନ୍ଦ ତଥା ମୋର ଛୋଟ ବଡ଼ ଭାଇ ଓ ଭଉଣୀମାନେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା। 2 ଆଜି ହେଉଛି ଜାନୁଆରୀ ମାସ। 3 ଆମ ଦେଶ ଭାରତ ହେଉଛି ସାର୍ବଭୌମ ଗଣତାନ୍ତ୍ରିକ ସମାଜବାଦ ସାଧାରଣତନ୍ତ୍ର ତଥା ଧର୍ମନିରପେକ୍ଷ ରାଷ୍ଟ୍ର। 4 1950 ମସିହା ଜାନୁଆରୀ ମାସ 26 ତାରିଖରେ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଦ୍ୱାରା ସମ୍ବିଧାନ ପ୍ରଣୟନ ହୋଇଥିଲା। 5 ଏହି ସମ୍ବିଧାନ ତିଆରି ହେବା ପାଇଁ ଦୀର୍ଘ 2 ବର୍ଷ 11 ମାସ 18 ଦିନ ସମୟ ଲାଗିଥିଲା। 6 ସାଧାରଣତନ୍ତ୍ର ଦିବସ କେବଳ ତ୍ରିରଙ୍ଗା ପତାକା ଉଡ଼ାଇବା ପାଇଁ ନୁହେଁ, ବରଂ ଗାନ୍ଧୀ, ଗୋପବନ୍ଧୁ, ନେତାଜୀଙ୍କ ଭଳି ବୀର ସ୍ୱାଧୀନତା ସଂଗ୍ରାମୀମାନଙ୍କର ଦେଶ ପାଇଁ ଉତ୍ସର୍ଗୀକୃତ ବୀରଗାଥା ମନେ ପକାଇବା ପାଇଁ ପାଳନ କରୁଅଛେ। 7 ଆମ ସମ୍ବିଧାନର ମୂଲ୍ୟବୋଧ ହୃଦୟଙ୍ଗମ କରିବା ସହ ଉତ୍ତମ ନାଗରିକ ହେବା ଏବଂ ଦେଶ ପ୍ରତି ମୌଳିକ କର୍ତ୍ତବ୍ୟ ପାଳନ କରିବା। 8 ଭାରତବର୍ଷ ଯେପରି ନିଜର ଅଖଣ୍ଡତା, ସ୍ୱତନ୍ତ୍ରତା ତଥା ଭିନ୍ନତା ମଧ୍ୟରେ ଏକତା ବଜାୟ ରଖିପାରିବ, ସେଥିପ୍ରତି ସଚେତନ ହେବା। 9 ଆମ୍ଭେମାନେ ଆସ ଏକାଠି ହୋଇ ଏହି ତ୍ରିରଙ୍ଗା ପତାକା ସମ୍ମୁଖରେ ଶପଥ ନେବା ଯେ ଆମ୍ଭେ ଆମ ଦେଶରେ ଶାନ୍ତି ବଜାୟ ରଖିବା ସହ ବାହ୍ୟ ଶତ୍ରୁ କବଳରୁ ଦେଶକୁ ସୁରକ୍ଷିତ ରଖିବା। 10 ଏତିକି କହି ମୁଁ ମୋର ବକ୍ତବ୍ୟ ଶେଷ କରୁଅଛି। ଜୟ ହିନ୍ଦ। ସମସ୍ତଙ୍କୁ ଧନ୍ୟବାଦ। ପିଲାମାନେ, ଯଦି ଭିଡ଼ିଓଟି ଭଲ ଲାଗିଲା ଏବଂ ଏହିଭଳି ଭିଡ଼ିଓ ଆଗକୁ ଆଣିବା ପାଇଁ ତୁମେମାନେ ଚାହିଁବ, ତେବେ ଭିଡ଼ିଓଟିକୁ ଲାଇକ୍ କରିବ, କମେଣ୍ଟ କରିବ ଏବଂ ଚ୍ୟାନେଲରେ ଯଦି ନୂଆ ଅଛ ଚ୍ୟାନେଲଟିକୁ